ସୁଖେ ଦୁଃଖେ ଆଜିର ଦିନଟି ସରିଯାଇଛି। ପୁଣି ଦେଖା ହେବ ଏକ ନୂଆ ସକାଳ ନୂଆ ଭିଡ଼ିଓରେ। ସେତିକି ସମୟ ପର୍ଯ୍ୟନ୍ତ ବିଦାୟ ନେଇ ରହୁଛି। ଟାଟା, ଗୁଡ୍ ନାଇଟ୍ କହିଦେ ଟିକେ। ଓଇ ଗୁଡ୍ ନାଇଟ୍। ହାଇ ହ୍ୟାଲୋ ନମସ୍ତେ, ଗୁଡ୍ ମର୍ଣ୍ଣିଂ, ଶୁଭ ସକାଳ। ଆଜି ହେଉଛି ସୋମବାର। ହର ହର ମହାଦେବ। ଆଶା କରେ ଆଜିର ଦିନଟି ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ। ମୁଁ ସୁମନ ସ୍ୱାଗତ କରୁଛି ଆଜିର ଏକ ନୂଆ ଭିଡ଼ିଓକୁ। ଦେଖାଯାଉ ଆଜି କ'ଣ ହେଉଛି। ଓକେ, ସକାଳର ସବୁ ନିତ୍ୟକର୍ମ ସରିଲା ପରେ କାଲି ଯେଉଁ କୁଣିଆ ଆସିଥିଲେ ଭାଉଜ ଆଉ ମାଇଁମାନେ, ତାଙ୍କୁ ନେଇକି ମଇଦାନ କେଲେ ଅଟୋ ଷ୍ଟାଣ୍ଡରେ ଅଟୋରେ ବସେଇଦେଲି। ସେମାନେ ସେଇଠୁ କେଉଁଝର ପଳେଇବେ। ତାପରେ ପଳେଇ ଆସିଛି। ବର୍ତ୍ତମାନର କାମ ହେଉଛି, ଆଜି ଯେହେତୁ ପାଗ ମେଘୁଆ ଅଛି, ଗାଧେଇ ଦେବା। ଗାଧେଇକି ଖାଇସାରିଲା ପରେ ଯାଇକି ଛକରେ ବସିବା। ଆଉ କିଛି ବର୍ତ୍ତମାନ ସୁଦ୍ଧା କାମ ମାନେ ଆଖପାଖରେ ନାହିଁ। ଆଉ ବର୍ତ୍ତମାନ ସୁଦ୍ଧା ବାସ୍ ସେତିକି କାମ ଅଛି। ମୋର ଗାଧୁଆ ପାଧୁଆ ସରିଯାଇଛି। ଆଉ ସକାଳୁ ସକାଳୁ ଗାଧେଇବାର ଯେଉଁ ମଜା, ସେଇ ଫିଲିଙ୍ଗଟା କେବଳ ସିଏ ହିଁ ବୁଝିପାରିବ ଯିଏ ମୋ ଭଳିଆ ଅଳସୁଆ ଥିବ। ଆଉ କେବେ କେମିତି ସକାଳୁ ଗାଧେଇ ଦେଉଥିବ। ଯିଏ ଡେଲି ସକାଳୁ ଗାଧଉଥିବ ସିଏ ତାକୁ ଏଇ ଫିଲିଙ୍ଗ କିଛି ଆସିବନି। ଯିଏ କେବେ କେମିତି ସକାଳୁ ଗାଧେଇବ ନା, ସେଇ ଫିଲିଙ୍ଗ କୁହାଯାଇ ନପାରେ। ଗାଧୁଆ ପାଧୁଆ ସରିଲା ପରେ ଫାଷ୍ଟ ମିଲ୍ ସ୍ଲାସ୍ ଦେଇକିରି ବ୍ରେକଫାଷ୍ଟ ସାରିଲା ପରେ ମୁଁ ମୋ ସ୍ଥାନରେ ଆସିକି ବିରାଜମାନ ହେଇଛି। ଆଉ ଆଜି ଯେମିତି ଗୁଳୁଗୁଳି ହେଉଛି ନା, ପ୍ରବଳ, ଆଜି ଗରମ ପ୍ରବଳ ହେଉଛି। 2-3 ଥର ମୁହଁ ଧୋଇ ସାରିଲିଣି ହେଲା। ତଥାପି ମୁଁ ଏଇଠି ବସିଛି। ବାହାର ଆଡ଼େ ଯିବା କଥା, ବାହାର ଆଡ଼େ କ'ଣ କରିବା, ବାହାରେ ପ୍ରବଳ ଖରା ଦେଉଛି। ଏଇଠି ହିଁ ବସିବା କଥା। ଆଉ ଗୋଟେ ଖୁସି ଲାଗୁଛି ମନଟା, ମଝିରେ ମଝିରେ ଆଉ ଥରେ ଦୁଃଖ ହେଇଯାଉଛି। ମାନେ ଗୋଟେ ଦୁଇଟା ପ୍ରଡ଼କ୍ଟ ମଗେଇଥିଲି ଫ୍ଲିପକାର୍ଟରୁ, ଯେଉଁଗୁଡ଼ା ଆଉଟ୍ ଫର୍ ଡେଲିଭରି ହେଇଯାଇଛି, ମାନେ ଡେଲିଭରି ବୟ ଧରିକି ଆସିଛି। ବଟ୍ ତାକୁ ଯେତେବେଳେ ମଝିରେ ମଝିରେ ମୁଁ ଫୋନ୍ କରୁଛି, ତାର ୱେଟିଂ ବିଜି। ଭାଇ ଟିକେ ଫୋନ୍ଟା ଉଠା, ନୂଆ ପ୍ରଡ଼କ୍ଟ ଦୁଇଟା ମଗେଇଛି, ମୋତେ ବି ଖୁସି ଲାଗୁଛି, ଟିକେ ଫୋନ୍ଟା ଉଠେଇବୁ, କେତେବେଳେ ପହଞ୍ଚିବୁ ସେଇଟା କହିଲେ ସିନା ଆଉ ଟିକେ ଜଗିବି ନା। ମାନେ କିଛି ପ୍ରଡ଼କ୍ଟ ଆସୁଥିବ, ଅଧା ବାଟରେ ଥିବ, ମନଟା ଖାଲି କୁତୁ କୁତୁ ଲାଗେ ନା, ସେଇଭଳିଆ ବସିଛି। ସେ କେତେବେଳେ ଫୋନ୍ କରିବ ଦେଖିବା। ଆଉ ବାଜିଗଲାଣି 12:30। ମାନେ ସକାଳୁ ଟିକେ ଫୋନ୍ କରିକି ଜଣେଇଦେବା କଥା କି ହଁ ଭାଇ ମୁଁ ତୁମ ପାର୍ସଲ୍ ନେଇକି ଯାଉଛି। ତାହେଲେ ଟିକେ ମନଟା ଟିକେ ମାନେ ଶାନ୍ତ ହୁଅନ୍ତା। ଆଉ ଫୋନ୍ ଫାନ୍ ନାହିଁ, କିଛି ନାହିଁ। କିନ୍ତୁ ମୁଁ ଦେଖିଲି ଯେତେବେଳେ ଆଉଟ୍ ଫର୍ ଡେଲିଭରି, ତା ପରଠୁ ମୁଁ ତାଙ୍କୁ ଚେଷ୍ଟା କରିଛି କମ୍ୟୁନିକେସନ୍ କରିବା ପାଇଁ, କିନ୍ତୁ ତାଙ୍କ ସାଙ୍ଗରେ ମୋର ଆଉ କନେକ୍ଟ ହେଇପାରୁନି କଲ୍। ଦେଖାଯାଉ କେତେବେଳେ ଫୋନ୍ କରିଛନ୍ତି। ଆଉ ଆସିଲେ ଦେଖେଇବି କ'ଣ କ'ଣ ପ୍ରଡ଼କ୍ଟ ମଗେଇଛି। ଆଉ ଏଇନା ଗରମରେ ଟିକେ ଅଣ୍ଡା ସିଝିବା ଭଳି ସିଝିବା। ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ମେଘୁଆ ହେଇଛି, ଘଡ଼ଘଡ଼ି ମାରୁଛି। ଫ୍ଲିପକାର୍ଟ ବାଲା ଆସିକି ମଇଦାନ କେଲେ ଛିଡ଼ା ହେଇଛି। ପିଇଁକି ଯିବା, ପାର୍ସଲ୍ ଧରିକି ପିଇଁକି ପଳେଇ ଆସିବା। ଆସିକି ଦେଖେଇବା କ'ଣ କ'ଣ ଆସିଛି। ଓକେ, ମୁଁ ମଇଦାନ କେଲୁ ଫେରି ଆସିଛି ପାର୍ସଲ୍ ନେଇକି। ଏଇଟା ଗୋଟେ ପାର୍ସଲ୍ ମୋର, ଏଇଟା ଗୋଟେ ପାର୍ସଲ୍, ଏଇଟା ଗୋଟେ। କରେଣ୍ଟ ନାହିଁ ହେଲା। ଆଉ ରୁମ୍ ଭିତରେ ବସିଲେ ଯେହେତୁ ଗରମ ଲାଗୁଛି, ମୁହଁ ଝାଳ ହେଇଗଲାଣି। କରେଣ୍ଟ ନଥିବା କାରଣରୁ ଲାଇଟ୍ର କମି ଟିକେ ଦେଖାଦେଇଛି, ସେଥିପାଇଁ ଫ୍ଲାସ୍ ଲାଇଟ୍ ଜଳେଇଛି। ରୁମ୍ ଭିତରେ ଗରମ ହେଉଛି, ଆଉ ବାହାରେ ମେଘୁଆ ହେଇଛି। ଆଉ ମୁହଁଟା ଝାଳିଲେ ଭଲ ଦେଖାଯିବନି, ଟିକେ ପାଉଡ଼ର ମାରିଦେବା। ଓକେ, ବର୍ତ୍ତମାନ ପାର୍ସଲ୍ ଅନବକ୍ସିଂ କରାଯିବ। ଇଏ ହେଲା ମୋର କଇଁଚି, କାକାଙ୍କ କଇଁଚି। ଦେଖିବା ପାର୍ସଲ୍ରେ କିସ କିସ ଆସିଛି। ମୁଁ ଯାହା ମଗେଇଥିବି ଆସିଥିବ, ଯେ ତୁମେ ଥୋଡ଼ି ନା ଜାଣିଛ ମୁଁ କିସ ମଗେଇଛି। এইটা ହେଲା ଆମର ଗାଡ଼ି କଭର୍। ନୂଆ ଗାଡ଼ି ପାଇଁ କଭର୍ ନେଇ ଆସିଛି। ଆଉ ଏଇ ପାର୍ସଲ୍ଟା କାହିଁ ରଖିଦେଲି କଇଁଚିଟା, କୁଆଡ଼େ ରଖିଦେଲି କଇଁଚିଟା। ଅନବକ୍ସିଂ ବାଲା କେମିତି ଏତେ ଜଲ୍ଦି ଭିଡ଼ିଓ ଗୁଡ଼ା ଅନବକ୍ସିଂ କରନ୍ତି। ମୁଁ ତ ଫାଷ୍ଟ ବ୍ଲଗିଂ ଚ୍ୟାନେଲ୍ ଯେହେତୁ ଅନବକ୍ସିଂ କରୁଛି, ତାଲା ବାଜି ଯାଉଛି। ଆଉ ଇଏ ହେଲା ବକ୍ସଟା, ଏଇଟା ହେଲା ଏମିତିକି କାଟିକି ଖୋଲି ଦେଇଛି। ଏଇଟା ହେଲା ବିଲ୍ ଗୋଟେ ଆସିଛି, ଏମିତି କୁହନ୍ତି ନା, ଏଇଟା ବିଲ୍ ଆସିଛି। ଏଇ ପ୍ରଡ଼କ୍ଟ ହେଲା ଏଇଟା। ଏଇଟା କ'ଣ ଲେଖାହେଇଛି, ଓଲଟା ପାଲଟା ଦେଖାଯାଉଛି ଭାଇ। ହେଲମେଟ୍ରେ ମାଉଣ୍ଟ ହେବ ଗୋଟେ। ଆଉ ଏଇଟା ଗୋଟେ ଆସିଛି, ତା ଭିତରେ ଏଇଟା ଭଲ ଲାଗୁଛି କରିବା ପାଇଁ, ସାଉଣ୍ଡ ହେଉଛି ନା। ରଖ, ତାପରେ ଫୁଟେଇ ହଁ।
ଏଇଟା ହେଲା ମୋବାଇଲ ହୋଲ୍ଡର ଗୋଟେ, ମାନେ ଯେଉଁଟା ଆମର ହେଲମେଟ୍ ଥୋଡ଼ିରେ ଲାଗିବ। ଥୋଡ଼ି କହିଲେ ଏଇଟା ଆଉ ଏଇଟା ଗାଡ଼ି ଗୁଡ଼ା ହେବ। ଏଇଟା ଥୋଡ଼ି, ଏଇଟା ଗାଡ଼ି। ଏକାଥରେ ଦୁଇଟା ଦେଇଛି। ଏଇଟା ସେଇ ମୋବାଇଲ ହୋଲ୍ଡର। ଏଇଟା ମଗାଇବା କାରଣ କିଛି ନାହିଁ, କିଛି ଏମିତି ଦରକାର ନଥିଲା ଯେ ଫୋନ୍ଟା ଯେତେବେଳେ ବାଇକ୍ରେ ଗଲାବେଳେ ଏମିତି ଧରିକିରି ଭିଡ଼ିଓ ବନେଇଲା ବେଳକୁ ଟିକେ ରିସ୍କ ରୁହେ। ଏଇଟା ବି ରିସ୍କ ରହିବ ଯେ ସେଟା ଜଲ୍ଦି ଫୋନ୍ଟା ଭାଙ୍ଗିଯିବ। କେତେବେଳେ ଗାଡ଼ି ଫାଡ଼ି ଯଦି ପଳେଇ ଆସିବ ସଡ଼ନ୍, କି ସଡ଼ନ୍ ବ୍ରେକ୍ ଆପ୍ଲାଏ ହେଲା, ଗୋଟେ ହାତରେ ତ ହେବନି, ଟିକେ ରିସ୍କ ରୁହେ। ମାନେ ନିଜ ପ୍ରତି କେତେବେଳେ ଯଦି କଚଡ଼ା କଚଡ଼ି ଖାଇବି, ଏଇଟା ହେଲେ ଫୋନ୍ ପ୍ରତି ରିସ୍କ ରହିବ। ଯଦି ସ୍ପିଡ଼୍ରେ ଗଲେ ଫୋନ୍ଟା ଉଡ଼ିଯିବ, ଫୋନ୍ ଉଡ଼ିଗଲେ ବି କିଛି ନାହିଁ, ନିଜର ପଡ଼ୁବି ନାହିଁ ନା। ସେଇ ହିସାବରେ ଏଇଟା ବନେଇ ଦେଇଛି। ଆଉ ବହୁତ ଗରମ ହେଲାଣି, ଟାଇମ୍ ହେଇଗଲାଣି ମୋର ଲଞ୍ଚ ପାଇଁ ଯିବାର। ଲଞ୍ଚ ପାଇଁ ଯିବା। ଆଗେ ଏଇଟା ମୁଁ ଟିକେ ଟେଷ୍ଟ କରିଦିଏ ନିଜ ଉପରେ। ଆଜିରୁ ମାନେ ଫ୍ରଣ୍ଟ ଭିଡ଼ିଓଟା ଟିକେ ଭଲ ଆସିବ ବୋଲି ଆଶା ତଥା ବିଶ୍ୱାସ। ଏଇଟା ଏମିତି ରହିବ ନା, ଏମିତି ମାରିଦେବ, ନହେଲେ ଏମିତି ମାରିଦେବା। ଘରକୁ ପହଞ୍ଚି ଆସିଛି, ଗାଡ଼ିରେ ଲୁଙ୍ଗି ଉଡ଼ା ହେଇଛି। ବର୍ତ୍ତମାନ ଲୁଙ୍ଗିକୁ ଉଠେଇ ଦିଅ, ଓହୋ, ତାପରେ କଭରଟା ଘୋଡ଼େଇ ଦିଅ। ମାନେ ଟ୍ରାଇପଡ଼ ଥିଲେ ରଖିକି ଦେଖାନ୍ତି, ଆଗେ ଘୋଡ଼େଇ ଦେବା। ଆଉ ନୂଆ ଆସିଛି କଭର, ମାନେ ଇଏ ହେଲା ଗାଡ଼ି କଭର। ୟାକୁ ୟା ଉପରେ ଚଢ଼େଇଦେବା। ଏଇ ମୁଁ ମୋ ଗାଡ଼ିକୁ ଢାଙ୍କି ଦେଇଛି। ଏବେ କୁହ ମୋ ଗାଡ଼ି କୁଆଡ଼େ ଗଲା? କଭର ଭିତରେ ଅଛି। ଘରକୁ ଫେରିଲା ପରେ ପଖାଳଟା ଖାଇଦେଲି। ତାପରେ ଆଜି ଆମର ଦିନ ଯାକ ନୁହଁ, ଦିନ ସାରା କରେଣ୍ଟ ନଥିଲା। କରେଣ୍ଟ ପଳେଇ ଆସିଥିଲା 2ଟା ଯେହେତୁ ହେଇଯାଇଥିଲା। ତାପରେ ଖାଇସାରିଲା ପରେ ଟିକେ ଫ୍ୟାନ୍ଟା ଦେଇଦେଲି। ତାପରେ ଶୋଇ ପଡ଼ିଛି। ଆଉ ଏବେ ଉଠିଛି। ଉଠିଲା ପରେ ବିସ୍କୁଟ୍ ଧାଡ଼ି ଗୋଟେ ସାରି ଦେଇଛି। ତାପରେ ଏବେ ଛକ ଯିବା କଥା। ଆଉ ଟିକେ କାମ ଚାଲିଛି। ମାନେ ଯେହେତୁ କରେଣ୍ଟ ନଥିଲା, ପାଣି ବି ଚଲା ହେଇନଥିଲା ଆଜି। ସକାଳୁ ଫୁଟି ଯାଇଥିଲା ପରେ। ଆଉ ମୁଁ ଏଇଠି ବସିଛି, କ'ଣ ପାଇଁ ବସିଛି? ଆମର ଆକ୍ଚୁଆଲି ପାଇପ୍ଟା ଏଇଠି ଯାଇଛି, ଆଉ ଡ୍ୟାମେଜ୍ ହେଇଯାଇଛି ଟିକେ। ତ ୟାକୁ ଏଇଠୁ କଟ୍ ମାରିକି ଏପଟେ ଜଏଣ୍ଟ କରିଦେବା କଥା ଯେ ଏବେ ଟିକେ ସର୍ଟକଟ୍ ଫର୍ମୁଲା କରିଦେଉଛି। ଏଠି ଟିକେ ଧରିକି ବସିଛି। ପାଣି 10-15 ମିନିଟ୍ ତ ଚାଲିବ, ବେଶୀ ତ ଚାଲିବନି ନା। ତାପରେ ଜଏଣ୍ଟ ମାରିଦେବା। ଆଉ ଏବେ ଏମିତି ଟିକେ ପ୍ୟାଚ୍ ମାରିକି ଧରିକି ବସିକି ପାଣିଟା ଟିକେ ଚଲେଇଦେବା। ତାପରେ ଛକ ଆମେ ପଳେଇବା। ଏଇଟା କାଲି ମାନେ ପାଇପ୍ଟା ଏବେ ଥଣ୍ଡା ହେଇଗଲାଣି। ମାନେ ଗରମ ଥିଲା ବେଳକୁ, ଯେତେବେଳେ ଖରା ଟାଇମ୍ରେ ଆଫ୍ଟରନୁନ୍ରେ ସେଇଟା କାଟିକି ଜଏଣ୍ଟ କରିଦେଲେ ସୁବିଧା ହେବ, କାରଣ ପାଇପ୍ଟା ଏତେବେଳେ ନର୍ମା ଥିବ। କାଲି ଆଡ଼େ ଜଏଣ୍ଟ କରିଦେବା। ଆଉ ଏଇଟା ମୁଁ ଯେଉଁ ମଗେଇଥିଲି ହେଲମେଟ୍ ଥୋଡ଼ିରେ କି ଲାଗିଯାଇଛି ଶସ୍ତା ବାଲା, ୟାକୁ କ'ଣ କୁହାଯାଏ? ଓ ଯାହା ବି କୁହାଯାଉ, ଏଇଠି ଫୋନ୍ଟା ଲାଗିବ ମୋର, କାରଣ କ୍ୟାମେରା ଫ୍ୟାମେରା ଗୋପ୍ରୋ ମୋର ନାହିଁ। ଆଉ ଏବେ ଛକ ଗଲେ ମୁଁ ଏଇଟା ପିନ୍ଧିକି ଯିବି, ଟିକେ ଦେଖିବି ନା ଏଙ୍ଗେଲ୍ ଫେଙ୍ଗେଲ୍ କେମିତି ଆସୁଛି, ମାନେ ଭିଡ଼ିଓ କେମିତି ବନୁଛି। ଟିକେ ଟେଷ୍ଟ ପାଇଁ ଏଇଟା ବର୍ତ୍ତମାନ ମୁଁ ବାହାର କରିଛି। ଏମିତି ଲାଗିଛି କିଛି, ଆଉ ମୋତେ ଲାଗୁନାହିଁ ଏଙ୍ଗେଲ୍ଟା ଠିକ୍ ରହିବ ଭଳି। କେମିତି ଆସୁଛି ଦେଖିବା। ଶସ୍ତା ବାଲା ମିଟ ବିଲଗ ରହିଯିବା ଏଇନା ଟିକେ କିଛି ଟାଇମ୍, 2-3 ଦିନ ଧରିବି, ନହେଲେ ଆଉ ଥରେ ରିଟର୍ନ ମାରିଦେବି। ସପ୍ତାହେ ଅଛି ନା ରିଟର୍ନ ପଲିସି। ମୋ ଥୋଡ଼ିରେ କ୍ୟାମେରା ଲାଗିଯାଇଛି, ଆଉ ଏଇଟା ସେ ଥୋଡ଼ି କ୍ୟାମେରାରୁ ରେକର୍ଡ଼ିଂ ହେଉଛି। କେମିତି ଦେଖାଯାଉଛି? ଓହୋ, ଏତେ ବଡ଼ ଫୋନ୍ଟା ଟିକେ ଛୋଟ ହୋଇଥିଲେ ଭଲ ଲାଗିଥାନ୍ତା। ଯିବା ଏବେ।
ଚାଲିଛି ଟିଭି ଆଉ ଚାଲିଛି। ମୋ ଗାଡ଼ିଟା ଆଜି ଘୋଡ଼ା ହେଇକି ରହିଗଲା, ୟାକୁ ଟିକିଏ ବି ଆଜି ମାନେ ଷ୍ଟାର୍ଟ କରିନି, ୱାର୍ମ ଅପ୍ କରିନି। ଭୁଁ ଭୁଁ କାଲି ସକାଳୁ କରିବା ନୂଆ ହେଲମେଟ୍ ପିନ୍ଧିକି। ଓହୋ, ମୋ ରୁମ୍ରେ ପହଞ୍ଚି ଯାଇଛି ସେଗୁଡ଼ା ସବୁ ଧାନ ବସ୍ତା କଲର୍। ଚା ଗରମ ହେଇଗଲା ହେଲା, ଯେଉଁ ଖିଟ୍ କରୁଥିଲି। ଆକ୍ଚୁଆଲି ବାସ୍ତବରେ କଥା କହିବା ପାଇଁ ଗଲେ ଆମର ଗ୍ୟାସ୍ ସରିଯାଇଥିଲା, ସେଥିପାଇଁ ଜଳୁନଥିଲା। ଆଉ ଆମେ ଫିଟ୍ ଫାଟ୍ କଲେ ଆଉ ହେବ କି? ଏପଟେ ଦାଦା ଆମର ଶାଗ ଛଡ଼ଉଛି, ଶାଗ ଝୋଳ ହେବ। ଶାଗ ଝୋଳ ନା ଡାଲିରେ ପଡ଼ିବ, ଯାହା ବି ହଉ ସେମିତି କିଛି ହେବ। ଦାଦା କହୁଛି ଶାଗ କ'ଣ ଦେଖାଉଛୁ, ଶାଗ ଝୋଳ ଫୋଳ ଏମିତି କୁହାଯିବା କଥା ନାହିଁ, ମାନେ ଟିକେ ନାଜ ଲାଗୁଛି, ବୁଝୁଛୁ ନା? ସେମିତି ଭାବୁନି କେବେ। ଯଦି ଆମେ ମାନେ ଆମ ପାଇଁ ଶାଗ ଭଲ, ତାହେଲେ ତୁମ ପାଇଁ ବି ଶାଗ ଭଲ ନିହାତି ଭାବରେ। ଆଉ ଗୋଟେ କଥା, ଡୋଣ୍ଟ ସାଇ ଟୁ ଇଟ୍ ଶାଗ। ଶାଗ ଖାଇବା ପାଇଁ କେବେ ଲଜ୍ଜା ବୋଧ କର ନାହିଁ, କାରଣ ଗୁଗୁଲ ମାରିକି ଦେଖିଦିଅ କିସ ଭିଟାମିନ୍ ସି। କେ ଜାଣି ଭିଟାମିନ୍ ସି, କଞ୍ଚା ଲଙ୍କାରେ ସିନା ଭିଟାମିନ୍ ସି। ଶାଗ କଞ୍ଚା ତାକୁ କହୁଛି ତ, ହଁ ଭିଟାମିନ୍ ମିଳିବ ତ, କିସ ମିଳିବ କେଜାଣି। ସବୁଦିନ ଶାଗ ଟିକେ ଖାଇବା ଦରକାର, ଦୃଷ୍ଟି ଶକ୍ତି ବଢ଼ିବ। ଯଦି ଡେଲି ଶାଗ ଖାଇବ, ମୋ ଏମିତି 60 ବର୍ଷରେ ବି ପେପର ପଢ଼ିବ। ସତରେ ଯାଇନା 60 ବର୍ଷ କେତେ ହେଉଛି? ତ ଚଷମା ପିନ୍ଧତେ ନାହିଁ ନା, ପେପର ପଢ଼ିଲା ବେଳେ ତ ପିନ୍ଧେ। ଆଉ ଦାଦା ପିନ୍ଧୁନି, ସେଥିପାଇଁ ସବୁଦିନ ସମସ୍ତେ ଟିକେ ଶାଗ ଖାଇବା ଦରକାର। ଇଟ୍ସ ଟାଇମ୍ ଫର୍ ଡିନର ଟାଇମ୍ ହେଇଯାଇଛି। ଡିନର ନେଇ ଆଣିଛି, ଡିନର ଥାଳି ରେଡ଼ି। ଆଉ ମୁଁ ଏକା ଖାଉଛି କହିଲେ ସମସ୍ତେ ଘର ଲୋକ ଖାଇଦେଉଛନ୍ତି। ମୁଁ ଗୋଟେ ବିସ୍କୁଟ୍ ପ୍ୟାକେଟ୍ ଉଡ଼େଇ ଦେଇଥିଲି ତ, ସେଥିପାଇଁ ମୋତେ ଟିକେ ଭୋକ ଲାଗୁନଥିଲା। ଭୋକ ଲାଗିଲେ ଖାଇବାର ମଜା ଆସେ ନା। ମୁଁ ଲେଟ୍ ଖାଉଛି, ଏକା ଖାଉଛି, ସମସ୍ତେ ଶୋଇଲେଣି ଖାଇକି। ଆଉ ମୋଟୁ ସିଆଡ଼େ ଘୁରି ବୁଲୁଛି। ଖାଇଦେବା, ଖାଇସାରିକି କ'ଣ କରିବା? ମୁଭି ଗୋଟେ ଡାଉନଲୋଡ଼ ମାରିଦେଇଛି, ଦେଖି ଶୋଇବି ଆଉ। ଦୁଃଖେ ଆଜିର